ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ଆପଣମାନେ ସମସ୍ତେ ଜାଣିଥିବେ ରାଜ୍ୟ ସରକାରଙ୍କ ତରଫରୁ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମ ଯାହାକି ମଣ୍ଡିରେ ଆରମ୍ଭ ହୋଇସାରିଛି। ତେଣୁ ଯେଉଁ ଚାଷୀ ଭାଇ ଭଉଣୀମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ରବି ଧାନ ମଣ୍ଡି ପଞ୍ଜୀକରଣ କରିଥିଲେ ସେମାନଙ୍କର ଟୋକନ ଆସିବା ବର୍ତ୍ତମାନ ଯାହାକି ଆରମ୍ଭ ହୋଇସାରିଛି। ତେଣୁ ବର୍ତ୍ତମାନ ଯେଉଁ ଟୋକନଟି ଆସିଛି ବିଭିନ୍ନ ସମୟରେ ବହୁତ ସାରା କମେଣ୍ଟ ଆପଣମାନେ କରୁଛନ୍ତି ଯେ ଏଥର ପୂର୍ବ ଥର ଅପେକ୍ଷା କମ୍ ଟୋକନ ଆସିଛି। ବହୁ ଜଣଙ୍କର ସେ ଗୋଟିଏ ଡାଉଟ୍ ଅଛି ଯେ ଆମର ଏତେ ଏକର ପାଇଁ ଆମେ ଜମି ରେଜିଷ୍ଟ୍ରେସନ କରିଥିଲୁ କିନ୍ତୁ ସେହି ହିସାବରେ ଆପଣମାନଙ୍କର ଟୋକନ ଯାଇକି ଆସିନାହିଁ। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ରବି ଧାନ ପଞ୍ଜୀକରଣ କରିଥିଲେ ଆପଣମାନଙ୍କର ଯେଉଁ ଏକର ପିଛା କେତେ କୁଇଣ୍ଟାଲ ଟୋକନ ଆସିବା କଥା ଏବଂ ଆପଣମାନଙ୍କର ଯଦି ଟୋକନ କମ୍ ଆସିଛି ତାହେଲେ ଆପଣମାନେ କ'ଣ କରିବେ। ତ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଆଜିର ଏ ଭିଡ଼ିଓରେ ଜାଣିପାରିବେ। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଦ୍ୱାରା କି ବହୁତ ସାରା ଇମ୍ପୋର୍ଟାଣ୍ଟ ଅପଡେଟ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ଦେଖନ୍ତୁ ରବି ଋତୁରେ ଯେଉଁମାନେ ଧାନ ମଣ୍ଡି ପଞ୍ଜୀକରଣ କରିଛନ୍ତି ତ ସେମାନଙ୍କର ଧାନ ସଂଗ୍ରହ କାର୍ଯ୍ୟକ୍ରମ ଯାହାକି ମେ 1 ତାରିଖରୁ ଆରମ୍ଭ ହୋଇସାରିଛି ଏବଂ ଟୋକନ ବର୍ତ୍ତମାନ ଯାହାକି ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ଯାଇ ଆସି ସାରିଲାଣି ଏବଂ ଏହି କାର୍ଯ୍ୟକ୍ରମ ଆପଣମାନଙ୍କର 30 ଜୁନ ପର୍ଯ୍ୟନ୍ତ ଚାଲିବ। ତେଣୁ ଯେଉଁ ଟୋକନର ଅନିୟମିତତା ହଉ ବା କମ୍ ଟୋକନ ଆସିଛି ବୋଲି ଆପଣମାନେ କହୁଛନ୍ତି ତା ପୂର୍ବରୁ ଆପଣମାନଙ୍କୁ ମୁଁ କହି ରଖେ ସରକାରଙ୍କ ତରଫରୁ ସାଟେଲାଇଟ୍ ଭେରିଫିକେସନ ମାଧ୍ୟମରେ ଆପଣମାନଙ୍କର ଯାହାକି ଟୋକନ ଆସିଛି। ତେଣୁ ଆପଣମାନେ ରେଜିଷ୍ଟ୍ରେସନ ସମୟରେ ଯେଉଁ ସବୁ ଜମି ଦେଇଛନ୍ତି ଯଦି ସେଗୁଡ଼ିକରେ ଆପଣମାନଙ୍କର ଚାଷ କାମ ହେଉନାହିଁ ତାହେଲେ ହୁଏତ ଆପଣମାନଙ୍କର ଟୋକନ ଯାହାକି କମ୍ ଆସିଥିବ। କିନ୍ତୁ ଏତେ ପର୍ଯ୍ୟନ୍ତ ଯଦି ଆମେ ଦେଖିବା ଯାହାକି ସରକାରୀ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଯେଉଁ ଡାଟାଟି ରହିଛି 18/5/2026 ପର୍ଯ୍ୟନ୍ତ ମଣ୍ଡିରେ ମୋଟ ଧାନର ପରିମାଣ ଯେଉଁଟାକି ଆସିଥିବା ମଣ୍ଡିର ପରିମାଣ 3817 ମେଟ୍ରିକ ଟନ୍। ଠିକ୍ ସେହିଭଳି ସଂଗ୍ରହ କରାଯାଇଥିବା ଧାନର ପରିମାଣ ଦେଖନ୍ତୁ 3810 ମେଟ୍ରିକ ଟନ୍ ଏବଂ ଟୋଟାଲ ଚାଷୀ ବର୍ତ୍ତମାନ ସୁଦ୍ଧା ଯେଉଁ ଧାନ ବିକ୍ରି କରିଛନ୍ତି ତାଙ୍କ ସଂଖ୍ୟା ଦେଖନ୍ତୁ 618। ତେଣୁ ସରକାରଙ୍କ ତରଫରୁ ଚାଷୀ କଲ୍ୟାଣ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ଏଥର ବର୍ତ୍ତମାନ ସୁଦ୍ଧା ଯଦି ଆମେ ଦେଖିବା ମୋଟ 2,57,000ରୁ ଅଧିକ ଟୋକନ ଯାହାକି ଚାଷୀ ଭାଇ ଭଉଣୀମାନଙ୍କୁ ପ୍ରଦାନ କରାଯାଇଛି। ତା ଭିତରେ ସବୁଠାରୁ ଅଧିକ ଦେଖିପାରୁଥିବେ ବରଗଡ଼ ଜିଲ୍ଲାରେ 96,612ଟି ଟୋକନ, ବାଲେଶ୍ୱର ଜିଲ୍ଲାରେ 31,994ଟି ଟୋକନ ଏବଂ ସମ୍ବଲପୁରରେ 18,397ଟି ଟୋକନ, ପୁରୀରେ 18,439ଟି ଟୋକନ, କଟକରେ 3,178ଟି ଟୋକନ, କଳାହାଣ୍ଡିରେ 42,376ଟି ଟୋକନ ଏବଂ ନୂଆପଡ଼ା ଡିଷ୍ଟ୍ରିକ୍ଟରେ 8,256ଟି ଟୋକନ ବର୍ତ୍ତମାନ ସୁଦ୍ଧା ଯାହାକି ପ୍ରଦାନ କରାଯାଇଛି। ତେଣୁ ଆପଣମାନଙ୍କର ଯେଉଁ ବହୁତ ସାରା ମେସେଜ ଆସୁଛି ଯେ ଆମର ଯେଉଁ ଟୋକନ ଆସିଛି ପୂର୍ବ ଥର ଅପେକ୍ଷା ଏଥର କମ୍ ଟୋକନ ଆସିଛି ତ ତାର ରିଜିନ୍ ମଧ୍ୟ କହିବି ଏବଂ ଆକ୍ଚୁଆଲି ଗାଇଡଲାଇନ୍ ଅନୁସାରେ ଆପଣମାନଙ୍କର କେତେ ଟୋକନ ଆସିବା କଥା ଜାଣନ୍ତୁ। ସର୍ବପ୍ରଥମେ ଦେଖନ୍ତୁ ଆମର ଦୁଇଟି ପର୍ଯ୍ୟାୟରେ ଯେଉଁ ଧାନ କିଣା ହୁଏ ଗୋଟିଏ ରହିଛି ଆପଣମାନଙ୍କର ଖରିଫ ଋତୁ ଏବଂ ଗୋଟିଏ ହେଉଛି ରବି ଋତୁ। ତେଣୁ ଖରିଫ ଋତୁରେ ଯେତେବେଳେ ଆପଣମାନଙ୍କର ଟୋକନଟି ଆସେ ସେ ସମୟରେ ଯେଉଁଗୁଡ଼ିକ ଇରିଗେଟେଡ୍ ଜମି ରହିଛି ଅର୍ଥାତ୍ ଯେଉଁଗୁଡ଼ିକ ଜଳସେଚନର ବ୍ୟବସ୍ଥା ଅଛି ଜଳସେଚିତ ଜମି ସେଥିରେ ଏକ ଏକର ପିଛା ଆପଣମାନଙ୍କର କେତେ କୁଇଣ୍ଟାଲ ଆସିଥାଏ ନା 18ରୁ 19 କୁଇଣ୍ଟାଲ ଯାକି ଏକ ଏକର ପିଛା ଆପଣମାନଙ୍କର ଟୋକନ ଆସିଥାଏ ଯେଉଁଠିକି ପାଣିର ସୁବିଧା ଥାଏ। ବା ଯଦି ଆପଣମାନଙ୍କର ପାଣିର ସୁବିଧା ନାହିଁ ଅଣଜଳସେଚିତ ଯେଉଁଟାକି ବର୍ଷା ଜଳରେ ଆପଣମାନଙ୍କର ଚାଷ ହେଉଛି ସେସବୁ ଜାଗାରେ ଏକ ଏକର ପିଛା ଆପଣମାନଙ୍କର 11ରୁ 13 କୁଇଣ୍ଟାଲ ଯାହାକି ଆପଣମାନଙ୍କର ଧାନର ଟୋକନ ଆସିଥାଏ। ଏଇଟା ମଧ୍ୟ ଆପଣମାନଙ୍କର ଖରିଫ ଋତୁରେ ଆସିଥାଏ। କିନ୍ତୁ ରବି ଋତୁ ଯଦି କଥା ହେବା ରବି ଋତୁରେ ଆକ୍ଚୁଆଲି ଆପଣମାନଙ୍କର ଖରିଫ ଋତୁ ତୁଳନାରେ ବେଶୀ ଟୋକନ ଆସିଥାଏ। ଟୋକନର କ୍ୱାଣ୍ଟିଟି ଯେଉଁଟାକି ଅଧିକ ଥାଏ କାରଣ ରବି ଋତୁରେ କେବଳ ଇରିଗେଟେଡ୍ ବା ବୋରୱେଲ ସୁବିଧା ଯେଉଁଠି ଅଛି ସେହିସବୁ ଜାଗାରେ ଆପଣମାନଙ୍କର ଚାଷ ହୋଇଥାଏ। ତେଣୁ ଏଠି ଆପଣମାନଙ୍କର ଏକ ଏକର ପିଛା ଆପଣମାନଙ୍କର 22ରୁ 24 କୁଇଣ୍ଟାଲ ଲେଖାଏଁ ଆସିଥାଏ। ମନେ ରଖନ୍ତୁ ଆପଣମାନଙ୍କର ବର୍ତ୍ତମାନ ସୁଦ୍ଧା ଯେଉଁ ଡାଟା ରହିଛି ଯେଉଁ ଚାଷୀ ଭାଇ ଭଉଣୀମାନଙ୍କର ସଠିକ୍ ଟୋକନ ଆସିଛି ତାଙ୍କର 22ରୁ 24 କୁଇଣ୍ଟାଲ ଯାହାକି ଆସିଥାଏ। ଯେମିତିକି ଯଦି ଆପଣମାନେ ଏକ ଏକର ପାଇଁ କରିଛନ୍ତି ତାହେଲେ 24 କୁଇଣ୍ଟାଲ ଆପଣମାନଙ୍କର ଆସିଥିବ ଟୋକନ। ଯଦି 2.5 ଏକର କରିଥିବେ ତାହେଲେ ସେଠି ଆପଣମାନଙ୍କର କେତେ ଟୋକନ ଆସିବ ନା 60 କୁଇଣ୍ଟାଲ ଆସୁଛି 60ରୁ 65 କୁଇଣ୍ଟାଲ ଆପଣମାନଙ୍କର ଟୋକନ ଆସୁଛି। ତେଣୁ ଯେଉଁମାନେ ବି ଭାବୁଛନ୍ତି ଟୋକନ କମ୍ ଆସିଛି ତ ଟୋକନ କମ୍ ଯଦି ଆପଣମାନଙ୍କର ଆସିଛି ତାର ଗୋଟେ ରିଜିନ୍ ଥିବ ଯଦି ଆପଣମାନଙ୍କର ସାଟେଲାଇଟ୍ ଭେରିଫିକେସନରେ ଆପଣମାନଙ୍କର ଚାଷ ଜମି ଚାଷ ହୋଇନଥିବାର ଶୋ କରୁଥିବ ତ ହୁଏତ ସେଠି ଟୋକନ କମ୍ ଆସିଥାଇପାରେ। ତେଣୁ ଯଦି ଟୋକନ କମ୍ ଆସିଛି
ଆପଣମାନେ କ'ଣ କରିବେ? ତା ପୂର୍ବରୁ ଦେଖନ୍ତୁ ଆପଣମାନେ ଯେତେ ଜମି ଯେଉଁ ଚାଷ କରିଛନ୍ତି, ଯଦି ତାର ଡିଟେଲ୍ସ ଜାଣିବା ପାଇଁ ଧରାଯାଉ ଆପଣମାନଙ୍କର 10 ଡିସିମିଲ୍ ଆପଣମାନଙ୍କର ହେଇଛି ବା 50 ଡିସିମିଲ୍ ଆପଣମାନେ କରିଛନ୍ତି। ତେଣୁ ଏଠି ଆପଣମାନେ କ'ଣ କରିବେ ନା 50 ଇଣ୍ଟୁ 0.24 ଇଣ୍ଟୁ କରିଦେବେ। ତାପରେ ଯାହା ବି ଆସିବ ଏଇଟା ହେଲା ଆପଣମାନଙ୍କର ଟୋକନର ପରିମାଣ। ତେଣୁ ଆପଣମାନଙ୍କର ଏହି ହିସାବରେ ହିଁ କାଲକୁଲେଟ୍ କରାଯାଏ। ଯେମିତିକି ରବି ଋତୁ ପାଇଁ 1 ଏକରକୁ 22 ରୁ 24 କ୍ୱିଣ୍ଟାଲ ହିସାବରେ ଆପଣମାନେ କାଲକୁଲେସନ୍ କରିବେ। ତା ଛଡ଼ା ଯଦି ଆପଣମାନଙ୍କର କମ୍ ଟୋକନ ଆସିଛି, ତାହେଲେ ଆପଣମାନଙ୍କୁ ବର୍ତ୍ତମାନ ଦେଖନ୍ତୁ ଗୋଟେ ବରଗଡ଼ ଡିଷ୍ଟ୍ରିକ୍ଟରେ ଏମିତି ଟୋକନ ଯାହାକି ଯୋଉମାନଙ୍କର କମ୍ ଆସିଛି, ସେମାନଙ୍କୁ ଗୋଟେ ଫର୍ମ ଦିଆଯାଇଛି ସେଇ ଚାଷୀ ଭାଇ ଭଉଣୀମାନେ ଯାହାକି ନିଜର କମ୍ ଟୋକନକୁ ଯାଇକି ଅପିଲ୍ କରିପାରିବେ। ତା ପାଇଁ ଦେଖନ୍ତୁ ଏଇ ପ୍ରେସ୍କ୍ରାଇବ୍ ଫର୍ମରେ ଆପଣମାନଙ୍କୁ ସିଗ୍ନେଚର କରି ନିଜର କଲେକ୍ଟର ଅଫିସରେ ସବମିଟ୍ କରିବା ପାଇଁ ପଡ଼ିବ। ତ ଦେଖିପାରୁଥିବେ ଏଇଟା କି ଯୋଉଟା କି ରହିଛି କମ୍ପ୍ଲେନ୍ ଅଫ୍ ଫାର୍ମର୍ସ ରିଗାର୍ଡିଂ ଇସ୍ୟୁ ଅଫ୍ ଟୋକନ ଫର୍ ପେଡି ପ୍ରକ୍ୟୁରମେଣ୍ଟ ଡ୍ୟୁରିଂ କେଏମଏସ୍ 2025-26 ରବି କ୍ରପ୍ ପାଇଁ ଯୋଉମାନଙ୍କର କମ୍ ଟୋକନ ଆସିଛି ସେମାନେ ଏଇ ଫର୍ମ ଯାହାକି ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଏଥିରେ ଦେଖନ୍ତୁ କ'ଣ କ'ଣ ଆପଣମାନଙ୍କୁ ଲେଖିବା ପାଇଁ ପଡ଼ିବ। ପ୍ରଥମ ରହିଛି ଫାର୍ମରଙ୍କର ନେମ୍ ଅର୍ଥାତ୍ ଯେଉଁ ଚାଷୀଙ୍କ ନାମରେ ପଞ୍ଜୀକରଣ ହେଇଛି ବା ଟୋକନ ଆସିଛି ତାଙ୍କର ନାମ ରହିବ। ତାପରେ ତାଙ୍କର ଫାର୍ମର କୋଡ୍ ତ ଆପଣମାନଙ୍କର ଅଟୋମେଟିକ୍ ଯଦି ଟୋକନ ଆସିଛି ସେଥିରେ ଆପଣମାନଙ୍କର ଫାର୍ମର କୋଡ୍ ପାଇପାରିବେ। ତାପରେ ନେମ୍ ଅଫ୍ ଦି ପ୍ୟାକ୍ସ ଅର୍ଥାତ୍ କୋଉଠି ଆପଣମାନଙ୍କର ଧାନ ବିକ୍ରି ହେଉଛି ତାର ଡିଟେଲ୍ସ ଲେଖିବେ। ତାପରେ ଦେଖନ୍ତୁ ଏଇଟା ଯେଉଁ 4 ନମ୍ବର ଅପସନ୍ ରହିଛି ଡିଟେଲ୍ସ ଅଫ୍ ଲ୍ୟାଣ୍ଡ ଆପ୍ଲାଏଡ୍ ଅର୍ଥାତ୍ ଯେଉଁ ସବୁ ଜମି ଆପଣମାନେ ଆପ୍ଲାଏ କରିଥିଲେ ତାର ଡିଟେଲ୍ସ ଏଠି ଆପଣମାନେ ଦେବେ। ଯେମିତିକି ତହସିଲ, ଆର୍ଆଇ ସାର୍କିଲ୍, ମୌଜା ଗଣ, ଖାତା ନମ୍ବର, ପ୍ଲଟ ନମ୍ବର, କିସମ କ'ଣ କ'ଣ ରହିଛି ଏବଂ କେତେ ଏକର ଆପଣମାନଙ୍କର ରହିଛି ସେଟା ଡିଟେଲ୍ସ ଦେବେ ଏବଂ ସୋର୍ସ ଅଫ୍ ଇରିଗେସନରେ ଆପଣମାନଙ୍କର କ'ଣ କ'ଣ ରହିଛି ସେଟା ମଧ୍ୟ ଆପଣମାନଙ୍କୁ ଏଠି ଡିଟେଲ୍ସ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତା ସହିତ ଏଠି ଆପଣମାନଙ୍କର ଯଦି ଇରିଗେସନ୍ ଯେହେତୁ ଆପଣମାନେ ଦଉଛନ୍ତି ତେଣୁ ବୋରୱେଲ୍‌ର ଆପଣମାନଙ୍କର କନଜ୍ୟୁମର ନମ୍ବର ବା ଇଲେକ୍ଟ୍ରିକ୍ ବିଲ୍ ଏଠି ଆପଣମାନଙ୍କୁ ମେନସନ୍ କରିବା ପାଇଁ ପଡ଼ିବ। ତାପରେ 6 ନମ୍ବର ରହିଛି ଦେଖନ୍ତୁ ଟୋକନ ନମ୍ବର, କ୍ୱାଣ୍ଟିଟି ଏବଂ ଡେଟ୍। ଯେତେବେଳେ ଆପଣମାନଙ୍କର ଟୋକନ ଆସିଛି ସେଥିରେ ଗୋଟେ ଟୋକନ ନମ୍ବର ଥିବ ତ ସେଇ ଟୋକନ ନମ୍ବରକୁ ଏଠି ଆପଣମାନେ ଲେଖିବେ, ଟୋକନ ନମ୍ବର ଲେଖିବେ ଏବଂ କେତେ କ୍ୱାଣ୍ଟିଟି ଆସିଛି ଲେଖିବେ ଏବଂ କେତେ ଡେଟ୍‌ରେ ଆପଣମାନଙ୍କର ଟୋକନ ଆସିଛି ତାହା ମଧ୍ୟ ଏଠି ଆପଣମାନଙ୍କୁ ମେନସନ୍ କରିବା ପାଇଁ ପଡ଼ିବ। ତାପରେ ଲେଖାହେଇଛି ଗ୍ରିଭେନ୍ସ ଡିଟେଲ୍ସ। ଗ୍ରିଭେନ୍ସ ଡିଟେଲ୍ସରେ ଏଠି ଆପଣମାନେ କ'ଣ ଲେଖିବେ ଯେ ଏଠି ଆପଣମାନେ ଓଡ଼ିଆରେ ଲେଖିଲେ ମଧ୍ୟ ଚଳିବ କିନ୍ତୁ ଏଟା ସବୁ ଇଂଲିଶରେ ଲେଖାହେଇଛି। ଆପଣମାନେ ଓଡ଼ିଆରେ ଲେଖିଲେ କିଛି ପ୍ରୋବ୍ଲେମ୍ ନାହିଁ। ଏଠି ଆପଣମାନେ ଲେଖିବେ ଯେ ମୋର ରେଜିଷ୍ଟ୍ରେସନ ଅନୁସାରେ କମ୍ ଟୋକନ ଆସିଛି ବୋଲି ଏଠି ଆପଣମାନେ ଲେଖିବେ। ତା ସହିତ ଏହି ଫର୍ମ ସହିତ ଜମି ମାଲିକାନାର ସମସ୍ତ କାଗଜପତ୍ର, ବୋରୱେଲ୍ ସମ୍ବନ୍ଧୀୟ କାଗଜପତ୍ର ଏବଂ ଦେୟ ଇଲେକ୍ଟ୍ରିକ୍ ବିଲ୍ ଏଥିସହିତ ସଂଲଗ୍ନ କରାଗଲା। ତାପରେ ଲେଖିବେ, ତାପରେ ଏଠି ଆପଣମାନଙ୍କର ଫାର୍ମରଙ୍କର ସିଗ୍ନେଚର ରହିବ, ଡେଟ୍ ରହିବ, ମୋବାଇଲ ନମ୍ବର ରହିବ। ତେଣୁ ଏହି ଫର୍ମକୁ ପ୍ରେସ୍କ୍ରାଇବ୍ ଫର୍ମକୁ ନେଇ ଆପଣମାନଙ୍କୁ କଲେକ୍ଟର ଅଫିସରେ ସବମିଟ୍ କରିବା ପାଇଁ ପଡ଼ିବ ଯଦି ଆପଣମାନଙ୍କର ଚଳିତ ରବି ଧାନ ମଣ୍ଡି ପଞ୍ଜୀକରଣରେ କମ୍ ଟୋକନ ଆସିଛି। ତେଣୁ ଏହା ଥିଲା ଆଜିର ଡିଟେଲ୍ସ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଛି। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନେ ଯଦି ରବିରେ ଧାନ ମଣ୍ଡି ପଞ୍ଜୀକରଣ କରିଥିଲେ ତାହେଲେ ଆପଣମାନଙ୍କର ଏକର ପିଛା କେତେ କୁଇଣ୍ଟାଲ ଆସିଛି କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।